ପିଲାମାନେ କେମିତି ଅଛ ସମସ୍ତେ? ଆଜି ଆମେ ଶିଶୁ ବାଟିକା ବିଭାଗର ନୂଆ ଗପଟି ଶୁଣିବା। ଗପର ନାଁ ହେଲା ଶୁଆ ଓ ମାଳତୀ। କୁନି ଝିଅଟିଏ, ନାଁ ତାର ମାଳତୀ। ଦିନେ ସେ ବିଦ୍ୟାଳୟରୁ ଘରକୁ ଫେରୁଥିଲା। ବାଟରେ ଦେଖିଲା ଗଛ ମୂଳରେ ଶୁଆଟିଏ ପଡ଼ି ଛଟପଟ ହେଉଛି। ସେ ଦୌଡ଼ି ଯାଇ ଦେଖିଲା ଶୁଆଟି ଖଣ୍ଡିଆ ଖାବରା ହୋଇଯାଇଛି। ତା ଡେଣାରୁ ରକ୍ତ ବାହାରୁଛି। ସେ ଆଉ ଉଡ଼ି ପାରୁନାହିଁ। ମାଳତୀ ମନରେ ଦୟା ଆସିଲା। ସେ ଶୁଆକୁ ଯତ୍ନରେ ଧରି ତାଙ୍କ ଗାଁରେ ଥିବା ପ୍ରାଣୀ ଡାକ୍ତରଙ୍କ ପାଖକୁ ଗଲା। ଶୁଆକୁ ଦେଖାଇଲା। ଡାକ୍ତର ଶୁଆର କ୍ଷତ ଭଲ ଭାବରେ ସଫା କରି ମଲମ ଲଗାଇଦେଲେ। କିଛି ଔଷଧ ଶୁଆକୁ ଖାଇବା ପାଇଁ ଦେଲେ। ମାଳତୀ ଘରକୁ ଯାଇ ଡାକ୍ତରଙ୍କ କହିବା ଅନୁଯାୟୀ ଶୁଆର ଯତ୍ନ ନେଲା। ତାକୁ ପାଚିଲା ପିଜୁଳି ଖାଇବାକୁ ଦେଲା। ଔଷଧ ମଧ୍ୟ ଖୁଆଇ ଦେଲା। 4-5 ଦିନ ପରେ ଶୁଆଟି ଭଲ ହୋଇ ଆସିଲା। ମାଳତୀ ଶୁଆକୁ ତା ସାଙ୍ଗସାଥୀମାନଙ୍କ ପାଖକୁ ଉଡ଼ିଯିବା ପାଇଁ ସେଇ ଗଛ ପାଖରେ ନେଇ ଛାଡ଼ିଦେଲା। ନିଜେ ଘରକୁ ଫେରିଆସିଲା। ଦିନେ ରାତିରେ ମାଳତୀ ଶୋଇଥାଏ। ସକାଳୁ ସକାଳୁ କିଏ ଜଣେ ତା ଝରକା ପାଖରେ ମାଳତୀ ନାନୀ ସକାଳ ହେଲାଣି, ମାଳତୀ ନାନୀ ସକାଳ ହେଲାଣି କହି ଉଠେଇ ଦେଲା। ମାଳତୀ ଶେଯରୁ ଉଠି ଝରକା ଖୋଲି ଦେଖିଲା ବେଳକୁ ସେହି ଶୁଆଟି ବସିଛି। ମାଳତୀ ଖୁସି ହୋଇ ଶୁଆଟିକୁ ଆଣି ଗେଲ କଲା। କିଛି ଖାଇବାକୁ ଦେଇ ପୁଣି ଉଡ଼େଇ ଦେଲା। ସବୁଦିନ ସକାଳୁ ଶୁଆଟି ମାଳତୀକୁ ସେମିତି ଉଠେଇବାକୁ ଲାଗିଲା। ମାଳତୀ ଘର ବଗିଚାରେ ଥିବା ପିଜୁଳି ଗଛରେ ଶୁଆ ରହିଲା। ଆଉ କୁଆଡ଼େ ଗଲାନି। ମାଳତୀ ଓ ଶୁଆ ଧୀରେ ଧୀରେ ସାଙ୍ଗ ହୋଇଗଲେ। କେହି କାହାକୁ ଆଉ ଛାଡ଼ି ପାରିଲେନି। ମାଳତୀର ବାପା ମା ଏହା ଦେଖି ଖୁସି ହେଲେ। ଶୁଣିଲ ପିଲାମାନେ, ଏ ଗପରୁ ଆମେ କ'ଣ ଶିଖିଲେ? ଯଦି ଅନ୍ୟର କିଛି କ୍ଷତି ହେଇଛି, କିଛି ଅସୁବିଧା ଅଛି, ତାହେଲେ ଆମେ ତାକୁ ସାହାଯ୍ୟ କରିବା ଦରକାର ହେଲା।